ସପ୍ତାହକୁ 22,000 ଟଙ୍କା ଦିଅନ୍ତୁ ଏବଂ ପାଆନ୍ତୁ 5,50,000 ଟଙ୍କା। ଏନେଇ ବଡ଼ ସୂଚନା ଦେଲେ ନିର୍ମଳା ସୀତାରମଣ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। 22,000 ଟଙ୍କା ନିବେଶ କଲେ ସପ୍ତାହକୁ ପାଇବେ 5,50,000 ଟଙ୍କା। ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହୁଥିବାର ଦେଖାଯାଉଛି ଯେ ଦେଶର ସାଧାରଣ ନାଗରିକ ମାତ୍ର 22,000 ଟଙ୍କା ନିବେଶ କରି ସାପ୍ତାହିକ ଭାବରେ 5,50,000 ଟଙ୍କା ରିଟର୍ଣ୍ଣ ପାଇପାରିବେ। ଏହି ଭିଡିଓରେ ସୀତାରମଣ ଏକ ନିବେଶ ଯୋଜନାର ପ୍ରଚାର କରୁଥିବା ଦେଖାଯାଉଛି। 22,000 ନିବେଶରେ ସାପ୍ତାହିକ ଭାବରେ 5,50,000 ଟଙ୍କା ରିଟର୍ଣ୍ଣ ଯେକୌଣସି ବ୍ୟକ୍ତିଙ୍କ ମନକୁ ବିଚଳିତ କରିପାରେ। ଏଥିରେ ଖୋଳତାଡ଼ କରିବା ପୂର୍ବରୁ ଆପଣ ଜାଣି ରଖିବା ଉଚିତ ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଫେକ୍ ଭିଡିଓ। ତେବେ ଏଆଇର ବ୍ୟବହାର କରି ନକଲି ଭିଡିଓ ତିଆରି କରାଯାଇଛି। ପ୍ରକୃତରେ ସାଇବର ଅପରାଧୀମାନେ କେବଳ କୌଣସି ସାଧାରଣ ବ୍ୟକ୍ତି ନୁହେଁ, ଦେଶର ଅର୍ଥମନ୍ତ୍ରୀଙ୍କ ମୁହଁ ଏବଂ ସ୍ୱର ବ୍ୟବହାର କରି ଏଆଇ ବ୍ୟବହାର କରି ଏହି ଭିଡିଓ ତିଆରି କରିଛନ୍ତି। ପିଆଇବି ଫ୍ୟାକ୍ଟଚେକ୍ ମଧ୍ୟ ଏହି ଭିଡିଓ ବିଷୟରେ ପୋଷ୍ଟ କରିଛି। ଏହାକୁ ଏକ ଠକେଇ ବୋଲି କହିଛି। ପିଆଇବି ଫ୍ୟାକ୍ଟଚେକ୍ ଏହାର ଏକ ପୋଷ୍ଟରେ କହିଛି ଯେ ଭିଡିଓଟି ସମ୍ପୂର୍ଣ୍ଣ ନକଲି ଏବଂ ଏହାକୁ ଡିଜିଟାଲ ଭାବରେ ହେରଫେର କରାଯାଇଛି। ପିଆଇବି ଫ୍ୟାକ୍ଟଚେକ୍ ଆହୁରି କହିଛି ଯେ ଅର୍ଥମନ୍ତ୍ରୀ କିମ୍ବା ଭାରତ ସରକାର ଏହି ନିବେଶ ପ୍ଲାଟଫର୍ମ କିମ୍ବା ଯୋଜନାକୁ ସମର୍ଥନ କରନ୍ତି ନାହିଁ। ତେବେ ପିଆଇବି ଫ୍ୟାକ୍ଟଚେକ୍ ଲୋକଙ୍କୁ ଆକର୍ଷିତ କରିଥିଲା। ଏହା ସହିତ ପିଆଇବି ଫ୍ୟାକ୍ଟଚେକ୍ ଲୋକଙ୍କୁ ଏପରି ଏକ ନକଲି ନିବେଶ ଯୋଜନା ଏବଂ ଯଥେଷ୍ଟ ଲାଭ ଦାବି କରୁଥିବା ଲିଙ୍କ ଉପରେ କ୍ଲିକ୍ ନ କରିବାକୁ ପରାମର୍ଶ ଦେଉଛି। କାରଣ ଏହା କେବଳ ଆପଣଙ୍କୁ ଏକ ଫାଶରେ ଫସାଇବ ଏବଂ ଆପଣଙ୍କୁ ସାଇବର ଠକେଇରେ ଶିକାର କରିବା ପାଇଁ ଏକ ଚାଲ ଅଟେ। ଏହା ଉଲ୍ଲେଖନୀୟ ଯେ ଭାରତ ଏହାର ଡିଜିଟାଲ ଇଣ୍ଡିଆ ମିଶନରେ ଦ୍ରୁତ ଗତିରେ ଅଗ୍ରଗତି କରୁଥିବାରୁ ଦେଶରେ ସାଇବର ଠକେଇ ମାମଲା ମଧ୍ୟ ବୃଦ୍ଧି ପାଉଛି। ସାଇବର ଠକେଇ ଅପରାଧୀମାନେ ସେମାନଙ୍କର ପୀଡ଼ିତମାନଙ୍କୁ ଟାର୍ଗେଟ କରିବା ପାଇଁ ନିରନ୍ତର ନୂତନ ପଦ୍ଧତି ବ୍ୟବହାର କରୁଛନ୍ତି ବୋଲି ସୂଚନା ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।